ବନ୍ଧୁଗଣ, ମହାଶିବରାତ୍ରି ହେଉଛି ଭଗବାନ ଶିବଙ୍କର ଅତି ପ୍ରିୟ ରାତ୍ରି। ଏହି ଦିନରେ ସମସ୍ତ ଭକ୍ତମାନେ ଭଗବାନ ଶିବଙ୍କର ପୂଜା ଓ ଆରାଧନା ଅତି ନିଷ୍ଠାର ସହିତ କରିଥାନ୍ତି ଏବଂ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କର ପ୍ରିୟ ଭକ୍ତମାନେ ମହାଶିବରାତ୍ରି ବା ଜାଗର ବ୍ରତ ମଧ୍ୟ ପାଳନ କରିଥାନ୍ତି। ପୌରାଣିକ ଶାସ୍ତ୍ର ଅନୁଯାୟୀ ଫାଲ୍ଗୁନ ମାସ କୃଷ୍ଣପକ୍ଷର ଚତୁର୍ଦ୍ଦଶୀ ତିଥିରେ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କର ବିବାହ ହୋଇଥିଲା। ଏହି ଦିନ ଭକ୍ତମାନେ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ନାନା ପ୍ରକାରର ପୂଜାବିଧି ମଧ୍ୟ ପାଳନ କରିଥାନ୍ତି। ତେବେ ବନ୍ଧୁଗଣ, ଆଜିର ଏହି ଭିଡ଼ିଓ ମାଧ୍ୟମରେ ଆମେ ଏହି ବର୍ଷ ପବିତ୍ର ମହାଶିବରାତ୍ରି ବା ଜାଗର ଅମାବାସ୍ୟା କେବେ ପଡ଼ୁଛି ବା କେତେ ତାରିଖରେ ଆମ ଓଡ଼ିଶାରେ ପାଳନ କରାଯିବ ଓ ମହାଶିବରାତ୍ରିର ଶୁଭ ମୁହୂର୍ତ୍ତ ବିଷୟରେ ଜାଣିବା। ଏଥିସହିତ ବନ୍ଧୁଗଣ, ଆମେ ଜାଣିବା ଯେ ମହାଶିବରାତ୍ରି ଦିନ ଘରକୁ କ'ଣ ଆଣିବା ଶୁଭ, କେଉଁ କାମ କରିବା ଶୁଭ, କେଉଁ କାମ କରିବା ଅଶୁଭ, କେଉଁ ନିୟମ ପାଳନ କରିବେ, ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ କେଉଁ ଫୁଲ ଶିବଲିଙ୍ଗରେ ଅର୍ପଣ କରିବେ, ଶିବଲିଙ୍ଗରେ କେଉଁ ଜିନିଷ ଅର୍ପଣ କଲେ ମନସ୍କାମନା ପୂର୍ଣ୍ଣ ହେବ, ଜାଗର ଦୀପ ଜାଳିବା ସମୟରେ କେଉଁ ସବୁ ନିୟମ ପାଳନ କରିବା ଉଚିତ, ଶିବଲିଙ୍ଗରେ କେଉଁ ଜିନିଷ ଅର୍ପଣ କରିବା ଅଶୁଭ ଏବଂ ଶେଷରେ ରହିଛି ଶୁଭ ଅଶୁଭ ରାଶିଫଳ ବିଷୟରେ। ତେବେ ବନ୍ଧୁଗଣ, ଏହିସବୁ ବିଷୟରେ ଜାଣିବା ପୂର୍ବରୁ ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଏହି ଭିଡ଼ିଓକୁ ଗୋଟିଏ ଲାଇକ୍ କରିନିଅନ୍ତୁ ଏବଂ ଆମ ଚ୍ୟାନେଲକୁ ମଧ୍ୟ ସବସ୍କ୍ରାଇବ୍ କରିନିଅନ୍ତୁ। ତେବେ ଏଥିସହିତ କମେଣ୍ଟ ବକ୍ସରେ ଓମ୍ ନମଃ ଶିବାୟ ହୃଦୟର ସହିତ ଲେଖନ୍ତୁ। ତେବେ ଆସନ୍ତୁ ଜାଣିବା। ବନ୍ଧୁଗଣ, ପ୍ରଥମେ ଜାଣିବା କେଉଁ ସବୁ ଭୁଲ କରିବା ଅନୁଚିତ ଏବଂ ଏହାପରେ ଏହି ବର୍ଷ ମହାଶିବରାତ୍ରି କେବେ ପାଳନ କରାଯିବ ଓ ଏହାର ଶୁଭ ମୁହୂର୍ତ୍ତ ବିଷୟରେ ସମ୍ପୂର୍ଣ୍ଣ ଭାବରେ ଜାଣିବା। ବନ୍ଧୁଗଣ, ମହାଶିବରାତ୍ରି ବା ଏହି ପର୍ବ ଦେବଦେବ ମହାଦେବଙ୍କର ଅତି ପ୍ରିୟ ଅଟେ। ତେଣୁ ମହାଦେବ ନିଜ ଭକ୍ତଙ୍କ ଉପରେ ଯେତେ ଶୀଘ୍ର ପ୍ରସନ୍ନ ହୁଅନ୍ତି, ସେତେ ଶୀଘ୍ର ମଧ୍ୟ କ୍ରୋଧିତ ହୋଇଯାଆନ୍ତି। ରୁଷ୍ଟ ହେବା ସତ୍ତ୍ୱେ ବି ମହାଦେବ ନିଜ ଭକ୍ତଙ୍କୁ କୌଣସି କଷ୍ଟ ପହଞ୍ଚାନ୍ତି ନାହିଁ। କିନ୍ତୁ ଭକ୍ତର ଏହା କର୍ତ୍ତବ୍ୟ ରହିଛି ଯେ ସେ ଏପରି କୌଣସି କାର୍ଯ୍ୟ ନ କରୁ ଯାହାଦ୍ୱାରା ମହାଦେବ ରୁଷ୍ଟ ହେବେ। ତେବେ ବନ୍ଧୁଗଣ, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏଭଳି 6ଟି ଜିନିଷ ରହିଛି ଯାହା ମହାଦେବଙ୍କର ପୂଜାରେ ବ୍ୟବହାର କରିବା ଆଦୌ ଉଚିତ ନୁହେଁ। ଏହାଦ୍ୱାରା ମହାଦେବ ଅତ୍ୟନ୍ତ କ୍ରୋଧିତ ହୋଇଥାନ୍ତି। ତେବେ ଆସନ୍ତୁ ସେହିସବୁ ଜିନିଷଗୁଡ଼ିକ ବିଷୟରେ ବିସ୍ତାର ରୂପରେ ଜାଣିବା। ନମ୍ବର 1, ବନ୍ଧୁଗଣ, ପ୍ରଥମ ଜିନିଷଟି ହେଉଛି ଶଙ୍ଖ। ପ୍ରାଚୀନ ଗ୍ରନ୍ଥ ଅନୁସାରେ ଶଙ୍ଖଚୂଡ଼ ନାମକ ଦୈତ୍ୟର ଅତ୍ୟାଚାରରେ ସମସ୍ତ ଦେବୀ ଓ ଦେବତା ଅସୁବିଧାରେ ଥିଲେ। ମହାଦେବ ହିଁ ତ୍ରିଶୂଳରେ ଏହି ଶଙ୍ଖଚୂଡ଼ର ଅନ୍ତ କରିଥିଲେ। ଏହା ମନାଯାଏ କି ଶଙ୍ଖଚୂଡ଼ର ଭସ୍ମରୁ ହିଁ ଶଙ୍ଖର ଉତ୍ପତ୍ତି ହୋଇଛି। ତେଣୁ କେବେ ବି ମହାଦେବଙ୍କର ପୂଜାରେ ଶଙ୍ଖର ବ୍ୟବହାର କରନ୍ତୁ ନାହିଁ ଏବଂ ଶଙ୍ଖ ଦ୍ୱାରା ଜଳ ମଧ୍ୟ ଅର୍ପଣ କରନ୍ତୁ ନାହିଁ। ବନ୍ଧୁଗଣ, ଦ୍ୱିତୀୟ ଜିନିଷଟି ହେଉଛି କେତକୀ ଫୁଲ। ପୁରାଣ ଶାସ୍ତ୍ର ଅନୁସାରେ କେତକୀ ଫୁଲ ଭଗବାନ ଶିବଙ୍କୁ ମିଥ୍ୟା କହିଥିଲେ, ଯାହାଦ୍ୱାରା ମହାଦେବ କ୍ରୋଧିତ ହୋଇ ତାଙ୍କୁ ଅଭିଶାପ ଦେଇଥିଲେ ଯେ ଶିବଲିଙ୍ଗର ପୂଜାରେ କେତକୀ ଫୁଲର ବ୍ୟବହାର ହେବ ନାହିଁ। ତେଣୁ ଭୁଲରେ ମଧ୍ୟ ମହାଦେବଙ୍କୁ କେତକୀ ଫୁଲ ଅର୍ପଣ କରନ୍ତୁ ନାହିଁ। ବନ୍ଧୁଗଣ, ତୃତୀୟ ଜିନିଷଟି ହେଉଛି ତୁଳସୀ ପତ୍ର। ପ୍ରାଚୀନ ପୁରାଣ ବା କଥା ଅନୁସାରେ ଜଳନ୍ଧର ନାମକ ଅସୁରର ପତ୍ନୀ ବୃନ୍ଦାଙ୍କ ସହ ଏବଂ ଅଂଶରୁ ହିଁ ତୁଳସୀର ବୃକ୍ଷର ଉତ୍ପତ୍ତି ହୋଇଛି। ମହାଦେବ ଜଳନ୍ଧରଙ୍କର ବଧ କରିଥିଲେ, ଯେଉଁ କାରଣରୁ ବୃନ୍ଦା ତାଙ୍କୁ ଅଭିଶାପ ଦେଇଥିଲେ ଯେ ଶିବଲିଙ୍ଗର ପୂଜାରେ ତୁଳସୀ ପତ୍ରର କେବେ ହେଲେ ବ୍ୟବହାର ହେବ ନାହିଁ। ଏହି ଅଭିଶାପ ମହାଦେବ ଗ୍ରହଣ କରିଥିଲେ। ତେଣୁ କେବେ ବି ଭଗବାନ ଶିବଙ୍କର ପୂଜାରେ ତୁଳସୀ ପତ୍ରର ବ୍ୟବହାର କରନ୍ତୁ ନାହିଁ। ବନ୍ଧୁଗଣ, ଚତୁର୍ଥ ଜିନିଷଟି ହେଉଛି ରାଶି। ପ୍ରାଚୀନ ଗ୍ରନ୍ଥ ଅନୁସାରେ ଭଗବାନ ବିଷ୍ଣୁଙ୍କର ଦେହର ମଳିରୁ ରାଶିର ଉତ୍ପନ୍ନ ହୋଇଛି। ତେଣୁ ଏହାକୁ ମହାଦେବଙ୍କର ପୂଜାରେ ବ୍ୟବହାର କରନ୍ତୁ ନାହିଁ। ଏହାଦ୍ୱାରା ମହାଦେବଙ୍କର ଅପମାନ ହୋଇଥାଏ। ତେଣୁ ଏହିଭଳି ଭୁଲ ଆଦୌ କରନ୍ତୁ ନାହିଁ। ବନ୍ଧୁଗଣ, ପଞ୍ଚମ ଜିନିଷଟି ହେଉଛି ଭାଙ୍ଗି ଯାଇଥିବା ଚାଉଳ। ମହାଦେବଙ୍କୁ କେବେ ବି ଭଙ୍ଗା ଚାଉଳ ଅର୍ପଣ କରନ୍ତୁ ନାହିଁ। ବାଛି କରି ଭଲ ଚାଉଳ ଅର୍ପଣ କରନ୍ତୁ। ଆପଣଙ୍କର ଏହି ପରିଶ୍ରମ ଦ୍ୱାରା ମହାଦେବ ସନ୍ତୁଷ୍ଟ ହେବେ ଏବଂ ମହାଦେବଙ୍କର ଆଶୀର୍ବାଦ ଆପଣଙ୍କୁ ପ୍ରାପ୍ତ ହେବ। ବନ୍ଧୁଗଣ, ଷଷ୍ଠ ଜିନିଷଟି ହେଉଛି କୁଙ୍କୁମ। ହିନ୍ଦୁ ଧର୍ମରେ କୁଙ୍କୁମକୁ ସୌଭାଗ୍ୟର ପ୍ରତୀକ ଅଟେ। ଭଗବାନଙ୍କର
ବା ଭଗବାନ ଶିବ ବୈରାଗୀ ଅଟନ୍ତି। କୁଙ୍କୁମର ବ୍ୟବହାର ହିନ୍ଦୁ ନାରୀମାନେ ନିଜ ପତିଙ୍କର ଦୀର୍ଘାୟୁ ପାଇଁ କରିଥାନ୍ତି। ତେଣୁ ଶିବଲିଙ୍ଗରେ ପୂଜାରେ କୁଙ୍କୁମର ବ୍ୟବହାର କେବେ ହେଲେ କରନ୍ତୁ ନାହିଁ। ଏହା ସହିତ ଯଦି ଆପଣ ଏହି ମହାଶିବରାତ୍ରି ଦିନ ରାତିସାରା ଉଜାଗର ରହି ମହାମୃତ୍ୟୁଞ୍ଜୟର ମନ୍ତ୍ରକୁ ଜପ କରିବେ, ତେବେ ଆପଣଙ୍କୁ ମହାଦେବଙ୍କର କୃପାଦୃଷ୍ଟି ନିଶ୍ଚୟ ପ୍ରାପ୍ତ ହେବ। ତେବେ ବନ୍ଧୁଗଣ, ଏବେ ଆସନ୍ତୁ ଜାଣିବା ଏହି ବର୍ଷ ମହାଶିବରାତ୍ରି ବା ଜାଗର ପର୍ବର ଶୁଭ ସମୟ ବିଷୟରେ। ବନ୍ଧୁଗଣ, ମହାଶିବରାତ୍ରି ଓଡ଼ିଶାରେ ଆସନ୍ତା ମାର୍ଚ୍ଚ 8 ତାରିଖରେ ପାଳନ କରାଯିବ। ମହାଶିବରାତ୍ରିର ଶୁଭ ସମୟ ଓ ପୂଜା ସମୟ ହେଉଛି ମହାଦୀପ ଉଠିବାର ସମୟ ମାର୍ଚ୍ଚ 8 ତାରିଖ ରାତ୍ରି 11:33 ଏବଂ ମହାଶିବରାତ୍ରିର ସମାପ୍ତ ସମୟ ବା ମହାଶିବରାତ୍ରିର ମହାଦୀପ ଉଠିବାର ସମାପ୍ତ ସମୟ ହେଉଛି ମଧ୍ୟରାତ୍ରି 12:21। ଏହି ସମୟରେ ମହାଦେବଙ୍କର ମନ୍ଦିରରେ ମହାଦୀପ ଲଗାଯିବ। ମହାଶିବରାତ୍ରି ବା ଜାଗର ପର୍ବର ପ୍ରଥମ ପ୍ରହରର ପୂଜାର ସମୟ ରହିଛି ସନ୍ଧ୍ୟା 5:54ରୁ ରାତ୍ରି 8:56। ଦ୍ୱିତୀୟ ପ୍ରହରର ପୂଜା ରହିଛି ରାତ୍ରି 8:56ରୁ ରାତ୍ରି 11:57। ତୃତୀୟ ପ୍ରହରର ପୂଜାର ସମୟ ରହିଛି ରାତ୍ରି 11:57ରୁ ରାତ୍ରି 2:59 ଏବଂ ଚତୁର୍ଥ ପ୍ରହରର ପୂଜାର ସମୟ ରହିଛି ରାତ୍ରି 2:59ରୁ ସକାଳ 6:01, ଯାହାକି ମାର୍ଚ୍ଚ 9 ତାରିଖ ଶନିବାର ଦିନ। ଚତୁର୍ଦ୍ଦଶୀ ତିଥି ମାର୍ଚ୍ଚ 8 ତାରିଖ ରାତ୍ରି 9:57ରୁ ଆରମ୍ଭ ହେଉଛି ଏବଂ ମାର୍ଚ୍ଚ 9 ତାରିଖ ସନ୍ଧ୍ୟା 6:17 ପର୍ଯ୍ୟନ୍ତ ରହୁଛି। ଏବେ ଆସନ୍ତୁ ଜାଣିବା ପବିତ୍ର ମହାଶିବରାତ୍ରି ଦିନ ଘରକୁ କେଉଁ ଜିନିଷ ଆଣିବା ଶୁଭ ହୋଇଥାଏ ଏବଂ ଏହାପରେ ରହିଛି ଅନେକ କିଛି ଜିନିଷ ଜାଣିବା ପାଇଁ। ତେବେ ଆସନ୍ତୁ ପ୍ରଥମେ ଜାଣିନେବା ମହାଶିବରାତ୍ରି ଦିନ ଘରକୁ କେଉଁ ଜିନିଷ ଆଣିବା ଶୁଭ ହୋଇଥାଏ। ବନ୍ଧୁଗଣ, ଏହି ଦିନ ଭକ୍ତମାନେ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ନାନା ପ୍ରକାରର ପୂଜାବିଧି ମଧ୍ୟ ପାଳନ କରିଥାନ୍ତି। କିନ୍ତୁ ଏହା ବ୍ୟତୀତ ଏମିତି କେତେକ ଜିନିଷ ରହିଛି ଯାହା ମହାଦେବଙ୍କର ଅତି ପ୍ରିୟ ଅଟେ। ତେବେ ବନ୍ଧୁଗଣ, ଆଜି ଆମେ ଆପଣମାନଙ୍କୁ ସେହି ପବିତ୍ର ଜିନିଷଗୁଡ଼ିକ ବିଷୟରେ କହିବା ପାଇଁ ଯାଉଅଛୁ, ଯାହା ମଧ୍ୟରୁ ଗୋଟିଏ ଜିନିଷ ଆପଣ ଆସୁଥିବା ମହାଶିବରାତ୍ରି ଦିନ ନିଜ ଘରକୁ ନିଶ୍ଚୟ ଆଣନ୍ତୁ। ଦେଖିବେ ଭଗବାନ ଶିବଙ୍କର କୃପା ଆପଣଙ୍କ ଉପରେ ସାରା ବର୍ଷ ରହିବ। ଏହି ଜିନିଷଗୁଡ଼ିକ ମଧ୍ୟରୁ ଆପଣ ଯେକୌଣସି ଗୋଟିଏ ଜିନିଷକୁ ନିଜ ଘରକୁ ଆଣିଲେ ଭଗବାନ ଶିବ ଆପଣଙ୍କ ଉପରେ ନିଶ୍ଚୟ ପ୍ରସନ୍ନ ହେବେ ଓ ଆପଣଙ୍କର ଜୀବନରେ ହେଉଥିବା ସମସ୍ତ ସମସ୍ୟା ନିଶ୍ଚୟ ଦୂର ହୋଇଯିବ। ଏହା ସହିତ ଆପଣମାନଙ୍କର ଭାଗ୍ୟ ମଧ୍ୟ ବଦଳିଯିବ। ତେବେ ବନ୍ଧୁଗଣ, ଆସନ୍ତୁ ସେହି ଜିନିଷଗୁଡ଼ିକ ବିଷୟରେ ଜାଣିନେବା। ତାହା ପୂର୍ବରୁ ଆପଣମାନଙ୍କୁ ଅନୁରୋଧ, ଆପଣମାନେ କମେଣ୍ଟ ବକ୍ସରେ ଓମ୍ ନମଃ ଶିବାୟ ନିଶ୍ଚୟ ଲେଖନ୍ତୁ। ତେବେ ଆସନ୍ତୁ ଜାଣିବା। ବନ୍ଧୁଗଣ, ଏହି ଆସୁଥିବା ମହାଶିବରାତ୍ରି ଦିନ ଆପଣମାନେ ଏକ ଛୋଟ ଶିବଲିଙ୍ଗ ନିଶ୍ଚୟ ନିଜ ଘରକୁ ଆଣନ୍ତୁ। ଯଦି ବନ୍ଧୁଗଣ ଆପଣଙ୍କର ଘର ବଡ଼ ଅଛି, ତାହେଲେ ଆପଣ ପାରଦରେ ନିର୍ମିତ ଶିବଲିଙ୍ଗ ନିଶ୍ଚୟ ଆଣନ୍ତୁ। ଏହା ଆପଣଙ୍କ ଘର ଓ ପରିବାର ପାଇଁ ବହୁତ ପବିତ୍ର ଅଟେ। ବନ୍ଧୁଗଣ, ଏହି ଶିବଲିଙ୍ଗ ଆପଣଙ୍କ ଘରେ ଥିବା ସମସ୍ତ ନକାରାତ୍ମକ ଶକ୍ତିକୁ ଦୂର କରିଥାଏ ଓ ଆପଣଙ୍କ ଘରେ ସୁଖ ସମୃଦ୍ଧି ଆଣିଥାଏ। ବନ୍ଧୁଗଣ, ଏହି ମହାଶିବରାତ୍ରି ଦିନ ଯଦି ଆପଣ ଭଗବାନ ଶିବଙ୍କର ତ୍ରିଶୂଳ ଆଣନ୍ତି, ତାହେଲେ ଆପଣମାନଙ୍କର ଭାଗ୍ୟ ବଦଳିଯିବ। ହେଲେ ଆପଣ ଚାନ୍ଦିର ତ୍ରିଶୂଳ ଆଣିବା ପାଇଁ ଚେଷ୍ଟା କରନ୍ତୁ। ଏହି ତ୍ରିଶୂଳକୁ ଆପଣ ନିଜ ପୂଜାସ୍ଥଳରେ ରଖି ଏହାର ପୂଜା ମଧ୍ୟ କରିପାରିବେ। ଏହା ଆପଣଙ୍କ ଘର ଓ ପରିବାର ପାଇଁ ବହୁତ ଶୁଭ ହୋଇଥାଏ। ଏହି ତ୍ରିଶୂଳକୁ ଆପଣ ଘରକୁ ଆଣିଲେ ଆପଣଙ୍କର ସମସ୍ତ କ୍ଷେତ୍ରରେ ସଫଳତା ମିଳିବ। ଯଦି ବନ୍ଧୁଗଣ ଆପଣ ଏହି ମହାଶିବରାତ୍ରି ଦିନ ଭଗବାନ ଶିବଙ୍କର ଡମ୍ବରୁ ଆଣିବେ, ତାହେଲେ ଏହା ଆପଣଙ୍କ ଘର ପାଇଁ ବହୁତ ଶୁଭ ରହିବ। ଆପଣ ଏହି ଦିନରେ ଏକ ଡମ୍ବରୁ ଆଣନ୍ତୁ ଓ ନିଜ ପୂଜାସ୍ଥଳରେ ରଖି ଏହାର ପୂଜା ନିଶ୍ଚୟ କରନ୍ତୁ। ପୂଜା କରିବା ପରେ ଆପଣ ନିଜ ଘର ମଧ୍ୟରେ ଥିବା କୌଣସି ଏକ ଛୁଆକୁ ଏହି ଡମ୍ବରକୁ ବଜାଇବା ପାଇଁ ଦିଅନ୍ତୁ। ଏହାଦ୍ୱାରା ବନ୍ଧୁଗଣ, ଯଦି ଆପଣଙ୍କ ଘରେ କୌଣସି ସଦସ୍ୟଙ୍କର ଶରୀର ଅସୁସ୍ଥ ଅଛି, ତାହେଲେ ସେ ବହୁତ ଶୀଘ୍ର ସୁସ୍ଥ ହୋଇଯିବେ ଓ ଏହି ଡମ୍ବରୁ ପାଇଁ ଆପଣଙ୍କର ଆର୍ଥିକ ସ୍ଥିତି ମଧ୍ୟ ମଜବୁତ ରହିବ। ତାହେଲେ ବନ୍ଧୁଗଣ, ଏହି ମହାଶିବରାତ୍ରି ଦିନ ଆପଣ ଏହି ତିନୋଟି ଜିନିଷ ମଧ୍ୟରୁ ଯେକୌଣସି ଗୋଟିଏ ନିଶ୍ଚିତ ନେଇ ଆସନ୍ତୁ। ରାଶିଫଳ ବିଷୟରେ ଜାଣିବା ପାଇଁ ନିଶ୍ଚିତ ଭାବରେ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିନିଅନ୍ତୁ ଜାଣିବା ଏବଂ ପାଖରେ ଆସୁଥିବା ବେଲ୍ ଆଇକନକୁ ମଧ୍ୟ ବନ୍ଧୁଗଣ, ମହାଶିବରାତ୍ରି ଦିନ ପ୍ରାତଃକାଳରୁ ଉଠି ସ୍ନାନ କରିବା ଉଚିତ ଏବଂ ଏହାପରେ ଶୁଭ କାଳରେ ମନ୍ଦିର ଯିବା ଉଚିତ।
ମନ୍ଦିର ଯିବା ସମୟରେ ସଫାସୁତୁରା ପୋଷାକ ପିନ୍ଧିବା ଆବଶ୍ୟକ। ଏହି ଦିନ ଭଗବାନ ଶିବଙ୍କର ଆରାଧନା କରନ୍ତୁ ଏବଂ ମହାଦେବଙ୍କର ମନ୍ତ୍ର ଓମ୍ ନମଃ ଶିବାୟ ନିଶ୍ଚୟ ଜପ କରନ୍ତୁ। ଏହି ପବିତ୍ର ଅବସରରେ ଯଦି ଆପଣ ଉପବାସ ରଖୁଛନ୍ତି ତେବେ ଆପଣ ଭୋଜନ ଗ୍ରହଣ କରନ୍ତୁ ନାହିଁ ଏବଂ ଫଳମୂଳର ସେବନ କରନ୍ତୁ। ଏହାର ପରଦିନ ହିଁ ନିଜର ବ୍ରତ ଭାଙ୍ଗନ୍ତୁ। ଯଦି ଆପଣ କ୍ଷୁଧା ସହ୍ୟ କରିପାରୁନାହାନ୍ତି ତାହେଲେ ଆପଣ କେବଳ ଏକ ସମୟ ଭୋଜନ କରିପାରିବେ। ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ପବିତ୍ର ଅବସରରେ ବା ପବିତ୍ର ମହାଶିବରାତ୍ରି ଦିନ କେଉଁ ସବୁ କାର୍ଯ୍ୟ କରିବା ଅନୁଚିତ। ବନ୍ଧୁଗଣ, ଏହି ଶୁଭ ଦିନରେ ଭୁଲରେ ମଧ୍ୟ ମାଂସ ଓ ମଦର ସେବନ କରନ୍ତୁ ନାହିଁ, ନଚେତ ଆପଣଙ୍କୁ ଅନେକ ବିପଦର ସମ୍ମୁଖୀନ ହେବାକୁ ପଡ଼ିବ। ଏହି ପବିତ୍ର ଦିବସରେ ବିଳମ୍ବ ପର୍ଯ୍ୟନ୍ତ ଆଦୌ ଶୁଅନ୍ତୁ ନାହିଁ, ନଚେତ ଆପଣ ଦୁର୍ଭାଗ୍ୟର ଶିକାର ହେବେ। ଏହା ସହିତ ଏହି ଦିନ ଗହମରୁ ତିଆରି ଖାଦ୍ୟ ପଦାର୍ଥର ସେବନ ଆଦୌ କରନ୍ତୁ ନାହିଁ। କେବଳ ଫଳମୂଳ ଏବଂ କ୍ଷୀରର ସେବନ କରନ୍ତୁ। ଯଦି ଆପଣ ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ ଚାହୁଁଛନ୍ତି ତେବେ ଏହି ଦିନ ଭୁଲରେ ମଧ୍ୟ କଳା ରଙ୍ଗର ବସ୍ତ୍ର ଧାରଣ କରନ୍ତୁ ନାହିଁ। ଯେତେ ସମ୍ଭବ ଲାଲ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ। ଏହାଦ୍ୱାରା ଭଗବାନ ଶିବ ପ୍ରସନ୍ନ ହେବେ। ଏହି ଦିନ ପତି ଓ ପତ୍ନୀ ଭୁଲରେ ମଧ୍ୟ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ, ନଚେତ ଆପଣ ଭଗବାନ ଶିବଙ୍କର କ୍ରୋଧର ଶିକାର ହୋଇପାରନ୍ତି। ବନ୍ଧୁଗଣ, ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ନିମନ୍ତେ ଆପଣ ଏହି ଦିନ ଯେତେ ଅଧିକ ଦାନ କରିବେ ଆପଣଙ୍କୁ ସେତେ ଅଧିକ ମାତ୍ରାରେ ଭଗବାନ ଶିବଙ୍କର ଆଶୀର୍ବାଦ ପ୍ରାପ୍ତ ହେବ ଏବଂ ଆପଣଙ୍କର ପୁଣ୍ୟର ଅଧିକାରୀ ଆପଣଙ୍କୁ ଅନେକ ସଫଳତା ମଧ୍ୟ ଦେବ। ଏବେ ଆସନ୍ତୁ ଜାଣିବା ଭଗବାନ ଶିବଙ୍କୁ ପୂଜା କରିବା ସମୟରେ କେଉଁ ସବୁ ନିୟମ ପାଳନ କରିବା ଆବଶ୍ୟକ। କିନ୍ତୁ ବନ୍ଧୁଗଣ, ଭଗବାନଙ୍କୁ ପୂଜାକୁ ଅଥବା ବ୍ରତକୁ ସମ୍ପୂର୍ଣ୍ଣ ନିଷ୍ଠାର ସହିତ ପାଳନ କରିବାକୁ ହେବ। ତେବେ ଯାଇ ଭଗବାନ ଶିବ ବା ଦେବଦେବ ମହାଦେବ ସନ୍ତୁଷ୍ଟ ହେବେ। କେବଳ ଏହା ନୁହେଁ ବନ୍ଧୁଗଣ, ଯେଉଁ ଲୋକମାନଙ୍କର ବିବାହରେ ବିଳମ୍ବ ଅଥବା ବିବାହରେ ବାଧାବିଘ୍ନ ସୃଷ୍ଟି ହେଉଛି ସେମାନଙ୍କର ମଧ୍ୟ ସମସ୍ତ ଦୁଃଖ କଷ୍ଟ ଦୂର ହେବ। ଏଥିପାଇଁ ଅବିବାହିତ ଲୋକ ଏହି ଦିନ ବ୍ରତ କରି ଭଗବାନଙ୍କୁ ପ୍ରାର୍ଥନା କରିଥାନ୍ତି। ଏହି ବର୍ଷ ମହାଶିବରାତ୍ରି ଦିନ ବହୁତ ଶୁଭଯୋଗ ବନୁଅଛି, ଯାହାଫଳରେ ଏହି ଦିନଟି ଅଧିକ ଖାସ୍ ହେବା ପାଇଁ ଯାଉଅଛି। ବନ୍ଧୁଗଣ, ଆଜି ଆମେ ଆପଣମାନଙ୍କ ମହାଶିବରାତ୍ରି ପର୍ବରେ ଜଡ଼ିତ କିଛି ଉପାୟ କହିବା ପାଇଁ ଯାଉଅଛୁ, ଯାହା କରିବା ଦ୍ୱାରା ଆପଣଙ୍କର ମନସ୍କାମନା ଭଗବାନ ଶିବ ନିଶ୍ଚୟ ପୂରଣ କରିବେ। ଆସନ୍ତୁ ଏବେ ଜାଣିବା ସେହି ସବୁ ଉପାୟଗୁଡ଼ିକ ବିଷୟରେ। ଭୋଳାନାଥଙ୍କର କୃପାଦୃଷ୍ଟି ପାଇଁ ଆପଣ ମହାଶିବରାତ୍ରି ଦିନ ଗଙ୍ଗାଜଳ ମିଶ୍ରିତ କିଛି ଦୁଗ୍ଧରେ ଶିବଲିଙ୍ଗର ଅଭିଷେକ କରନ୍ତୁ। ଏହା ସହିତ ରାତ୍ରି ସମୟରେ ଶିବପୁରାଣ ପାଠ କରନ୍ତୁ। ଏହାଦ୍ୱାରା ଭଗବାନ ଶିବ ବହୁତ ପ୍ରସନ୍ନ ହେବେ। ବ୍ୟବସାୟରେ ଲାଭ ପାଇବା ପାଇଁ ମହାଶିବରାତ୍ରି ଦିନ ଆପଣ ଦହିରେ ଶିବଲିଙ୍ଗଙ୍କର ଅଭିଷେକ କରନ୍ତୁ। ଏହା ସହିତ ଶିବଙ୍କ ପାଖରେ ଶୁଦ୍ଧ ଘିଅର ଦୀପ ପ୍ରସ୍ତୁତ କରି ଜଳାନ୍ତୁ ଏବଂ ଭୋଳାନାଥଙ୍କୁ ତାଙ୍କ ମନପସନ୍ଦର ଜିନିଷ ମଧ୍ୟ ଅର୍ପଣ କରନ୍ତୁ। ଯଦି ଆପଣ ଆର୍ଥିକ ପରିସ୍ଥିତିରେ ଗତି କରୁଛନ୍ତି ତେବେ ମହୁ ଏବଂ ଘିଅରେ ଭଗବାନ ଶିବଙ୍କର ଅଭିଷେକ କରାନ୍ତୁ। ଏହା ବ୍ୟତୀତ ଭୋଳାନାଥଙ୍କୁ ପ୍ରସାଦ ସ୍ୱରୂପ ଆଖୁ ବା ଆଖୁରସ ଅର୍ପଣ କରନ୍ତୁ। ଯଦି ଆପଣ କୌଣସି ଯାନବାହନ କିଣିବା ପାଇଁ ଚାହୁଁଛନ୍ତି ମାତ୍ର ସେଥିରେ ସଫଳ ହୋଇପାରୁନାହାନ୍ତି ତେବେ ଆପଣ ଶିବରାତ୍ରି ଦିନ ପଞ୍ଚାମୃତରେ ଭୋଳାନାଥଙ୍କର ଅଭିଷେକ କରନ୍ତୁ। କୌଣସି ରୋଗରୁ ଉପଶମ ପାଇବା ପାଇଁ ହେଲେ ଗଙ୍ଗାଜଳ ଦେବଦେବ ମହାଦେବ ବା ଭୋଳାନାଥ ବା ଶିବଲିଙ୍ଗରେ ଅର୍ପଣ କରନ୍ତୁ। ଏହାପରେ ମହାମୃତ୍ୟୁଞ୍ଜୟର ମନ୍ତ୍ର ଜପ କରନ୍ତୁ। ଏହି ଉପାୟ କରିବା ଦ୍ୱାରା ଆପଣ ରୋଗରୁ ଉଦ୍ଧାର ପାଇପାରିବେ ଏବଂ ଆପଣଙ୍କର ସ୍ୱାସ୍ଥ୍ୟ ଏକଦମ ସଠିକ୍ ହୋଇଯିବ। ଯଦି ବିବାହ ଯୋଗ ପାଇବା ପାଇଁ ଚାହୁଁଛନ୍ତି ତେବେ ଓମ୍ ପାର୍ବତୀ ପତେଃ ନମଃ ଏହି ମନ୍ତ୍ରଟିର ଜପ କରନ୍ତୁ। ଏହି ମନ୍ତ୍ରକୁ 108 ଥର ଜପ କରନ୍ତୁ। ଏହା ସହିତ ଭଗବାନ ଭୋଳାନାଥ ଏବଂ ମାତା ପାର୍ବତୀଙ୍କର ପୂଜା କରନ୍ତୁ। ଆପଣଙ୍କର ଯେତେ ସବୁ ସମସ୍ୟା ରହିଛି ସବୁ ନିଶ୍ଚୟ ଦୂର ହେବ ଏବଂ ଆପଣଙ୍କର ବିବାହ ଯୋଗ ଖୋଲିଯିବ। ଏହି ଉପାୟ କରିବା ଦ୍ୱାରା ବିବାହରେ ହେଉଥିବା ସମସ୍ୟା ସବୁ ମଧ୍ୟ ଦୂର ହୋଇଯିବ। ସନ୍ତାନ ପ୍ରାପ୍ତି ପାଇଁ ମହାଶିବରାତ୍ରି ଦିନରେ ଶିବଲିଙ୍ଗରେ ଦୁଗ୍ଧ ଅର୍ପଣ କରନ୍ତୁ। ଏହା ସହିତ ଶିବ ଓ ମାତା ପାର୍ବତୀଙ୍କର ପୂଜା କରିବା ସହିତ ଶ୍ରୀ ଗଣେଶ ଏବଂ କାର୍ତ୍ତିକେୟଙ୍କର ପୂଜା ମଧ୍ୟ କରନ୍ତୁ। ବନ୍ଧୁଗଣ, ଏହା ଥିଲା ମହାଶିବରାତ୍ରି ଦିନ ଭଗବାନ ଶିବଙ୍କୁ ସନ୍ତୁଷ୍ଟ କରି ମନଲାଖି ଉପହାର ପାଇବା ପାଇଁ ଉପାୟ। ଆଶା କରୁଛୁ ଆପଣମାନଙ୍କୁ ଏହି ପସନ୍ଦ ଆସିଥିବ। ଏବେ ଆସନ୍ତୁ ଜାଣିବା ଶାସ୍ତ୍ର ଅନୁସାରେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବାର ଆଉ କେତେକ ସରଳ ଉପାୟ ବିଷୟରେ। ଶିବ ଭକ୍ତମାନଙ୍କ ପାଇଁ ମହାଶିବରାତ୍ରି ବ୍ରତ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହି ଅବସରରେ ସାରା ଦେଶରେ ଥିବା ଶିବ ମନ୍ଦିରରେ
ଭକ୍ତମାନଙ୍କର ଭିଡ଼ ଜମିଥାଏ। ଏଥିସହିତ ଏମିତିରେ ପ୍ରତି ମାସରେ ଶିବରାତ୍ରି ପଡ଼ିଥାଏ, କିନ୍ତୁ ଫାଲ୍ଗୁନ ମାସରେ ପଡ଼ୁଥିବା ଶିବରାତ୍ରିକୁ ମହାଶିବରାତ୍ରି ବୋଲି କୁହାଯାଇଥାଏ। ତେବେ ଆସନ୍ତୁ ଜାଣିବା ମହାଶିବରାତ୍ରି ଦିନ କେଉଁ ସବୁ ପୁଷ୍ପ ମହାଦେବଙ୍କ ଉପରେ ଚଢ଼ାଇବା ଦ୍ୱାରା ମନସ୍କାମନା ପୂରଣ ହୋଇଥାଏ। ଏମିତିରେ ମହାଦେବଙ୍କର ବିଭିନ୍ନ ପ୍ରକାରର ପୁଷ୍ପ ପସନ୍ଦ ଅଟେ, କିନ୍ତୁ ଆଜି ଆମେ ଆପଣମାନଙ୍କୁ 9ଟି ବିଶେଷ ଫୁଲର ନାମ କହିବା ପାଇଁ ଯାଉଅଛୁ, ଯାହା ମଧ୍ୟରୁ ଯେକୌଣସି ଗୋଟିଏ ଫୁଲ ପବିତ୍ର ମହାଶିବରାତ୍ରି ଦିନ ଭଗବାନ ଶିବଙ୍କୁ ଅର୍ପଣ କରି ନିଜର ମନସ୍କାମନା ପୂରଣ କରିପାରିବେ। ତେବେ ଆସନ୍ତୁ ସେହି ଫୁଲଗୁଡ଼ିକ ବିଷୟରେ ବିସ୍ତାର ରୂପରେ ଜାଣିବା। ଶମୀ ଫୁଲ। ଶିବପୁରାଣ ଅନୁସାରେ ଭଗବାନ ଶଙ୍କରଙ୍କର ପୂଜାରେ ଫୁଲ ପତ୍ର ଚଢ଼ାଇବାର ବିଶେଷ ମହତ୍ଵ ରହିଛି। ଶମୀ ଫୁଲ ଶିବଲିଙ୍ଗଙ୍କର ଉପରେ ଅର୍ପଣ କରିବା ଦ୍ୱାରା ଧନ ସମ୍ବନ୍ଧିତ ସମସ୍ତ ସମସ୍ୟା ଦୂର ହୋଇଥାଏ ଏବଂ ଆପଣମାନଙ୍କୁ ଭୋଳାନାଥଙ୍କର ଆଶୀର୍ବାଦ ମଧ୍ୟ ମିଳିଥାଏ। ଏହା ସହ ଶମୀ ବୃକ୍ଷ ଲଗାଇବା ଦ୍ୱାରା ଶନିଗ୍ରହ ସମ୍ବନ୍ଧୀୟ ସମସ୍ତ ଦଶା ମଧ୍ୟ ଦୂର ହୋଇଥାଏ। ଚମ୍ପା ଫୁଲ। ଯଦି ଆପଣ ଅବିବାହିତ ଓ ଉତ୍ତମ ଜୀବନସାଥୀ ଚାହୁଁଛନ୍ତି, ତେବେ ମହାଶିବରାତ୍ରି ଦିନ ଭଗବାନ ଶିବଙ୍କୁ ତାଙ୍କର ପ୍ରିୟ ଚମ୍ପା ଫୁଲ ଅର୍ପଣ କରନ୍ତୁ। ଏହା ସହ ଭଗବାନ ଶିବଙ୍କର ସାଧନା ଓ ଆରାଧନା କରିବା ଦ୍ୱାରା ସୁନ୍ଦର ଓ ଯୋଗ୍ୟ ଜୀବନସାଥୀ ଅବଶ୍ୟ ପ୍ରାପ୍ତ ହେବ। ଅଳସୀ ଫୁଲ। ଭଗବାନ ଶିବଙ୍କର ସାଧନାରେ ଅଳସୀ ଫୁଲର ବିଶେଷ ମହତ୍ଵ ରହିଛି। ଶାସ୍ତ୍ର ଅନୁସାରେ ମହାଶିବରାତ୍ରି ଦିନ ଏହି ଫୁଲକୁ ଅର୍ପଣ କରିବା ଦ୍ୱାରା ମନୁଷ୍ୟକୁ ସମସ୍ତ ପାପରୁ ମୁକ୍ତି ମଧ୍ୟ ମିଳିଥାଏ। ଅରଖ ଫୁଲ। ନୀଳ ଏବଂ ଧଳା ରଙ୍ଗର ଅରଖ ଫୁଲ ଭଗବାନ ଶିବଙ୍କର ପୂଜାରେ ବିଶେଷ ଭାବରେ ଅର୍ପଣ କରାଯାଇଥାଏ। କୁହାଯାଏ କି ଏହି ଫୁଲ ଅର୍ପଣ କରିବା ଦ୍ୱାରା ଭଗବାନ ଶିବ ବହୁତ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି। ଏହି ଫୁଲର ପ୍ରୟୋଗରେ ମୋକ୍ଷ ପ୍ରାପ୍ତି ହୋଇଥାଏ। ବାସ୍ତୁ ଦୃଷ୍ଟିରୁ ଏହି ଫୁଲ ଗଛ ସୁଖ ସମୃଦ୍ଧିର କାରକ ଅଟେ। ଅଗସ୍ତ୍ୟ ଫୁଲ। ମାନ୍ୟତା ଅନୁସାରେ ମହାଶିବରାତ୍ରି ଦିନ ଅଗସ୍ତ୍ୟ ଫୁଲର ପୂଜାରେ ଭଗବାନ ଶିବ ବହୁତ ସନ୍ତୁଷ୍ଟ ହୋଇଥାନ୍ତି। ଶିବଙ୍କର ଉପାସନା କରିବା ଦ୍ୱାରା ମାନସମ୍ମାନ ଓ ଯଶ ବୃଦ୍ଧି ହୋଇଥାଏ। ଏହି ବୃକ୍ଷ ମୂଳରେ ଅଗସ୍ତ୍ୟ ମୁନି ତପସ୍ୟା କରୁଥିବାରୁ ଏହାକୁ ଅଗସ୍ତ୍ୟ ବୃକ୍ଷ ବୋଲି କୁହାଯାଏ। ଏହି ଫୁଲ ଭଗବାନ ଶିବଙ୍କର ଅତ୍ୟନ୍ତ ପ୍ରିୟ ଅଟେ। ପାରିଜାତ ଫୁଲ। ଭଗବାନ ଶିବଙ୍କର ପୂଜାରେ ଗଙ୍ଗଶୌଳି ଫୁଲର ବିଶେଷ ଭାବେ ବ୍ୟବହାର କରାଯାଇଥାଏ। ଏହାକୁ ପାରିଜାତ ଫୁଲ ମଧ୍ୟ କୁହାଯାଏ। ଏହି ଫୁଲ ଧଳା ରଙ୍ଗର ଏବଂ ଏହା ମଝିରେ ନାରଙ୍ଗୀ ରଙ୍ଗ ରହିଥାଏ। ରାତ୍ରିରେ ଫୁଟୁଥିବା ଏହି ଫୁଲକୁ ଭଗବାନ ଶିବଙ୍କର ନିକଟରେ ଅର୍ପଣ କରିବା ଦ୍ୱାରା ସୁଖ ଓ ବୈଭବ ବୃଦ୍ଧି ହୋଇଥାଏ। ଦୁଦୁରା ଫୁଲ। ଦୁଦୁରା ଫୁଲ ଭୋଳାନାଥଙ୍କର ଅତ୍ୟନ୍ତ ପ୍ରିୟ। ଶିବଙ୍କର ପୂଜାରେ ଏହାର ଫଳ ଓ ଫୁଲକୁ ବିଶେଷ ଭାବରେ ଅର୍ପଣ କରାଯାଇଥାଏ। ମାନ୍ୟତା ଅନୁଯାୟୀ ଯେଉଁ ଦମ୍ପତି ଶିବରାତ୍ରି ଦିନ ଦୁଦୁରା ଫୁଲ ସହ ଭଗବାନ ଶିବଙ୍କର ପୂଜା କରନ୍ତି, ସେମାନଙ୍କୁ ଭଗବାନ ଶିବଙ୍କ କୃପାରୁ ବହୁତ ଶୀଘ୍ର ସନ୍ତାନ ସୁଖ ପ୍ରାପ୍ତି ହୋଇଥାଏ। କିନ୍ତୁ ମନେ ରଖିବେ ଯେ ଦୁଦୁରା ଫୁଲ ସହିତ ବେଲପତ୍ର ମଧ୍ୟ ଅର୍ପଣ କରିବେ। ଜୁହି ଫୁଲ। ଦୁଃଖ ଓ ଦାରିଦ୍ର୍ୟ ଦୂର କରିବା ପାଇଁ ମହାଶିବରାତ୍ରି ଦିନ ଜୁହି ଫୁଲ ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ। ଏହି ଫୁଲରେ ଭଗବାନ ଶିବଙ୍କର ପୂଜା କରିବା ଦ୍ୱାରା କଦାପି ଅନ୍ନର ଅଭାବ ହୋଇନଥାଏ। ମଲ୍ଲି ଫୁଲ। ମଲ୍ଲି ଫୁଲ ଭଗବାନ ଶିବଙ୍କର ଅତି ପ୍ରିୟ ଅଟେ। ତେଣୁ ମହାଶିବରାତ୍ରି ଦିନ ଭଗବାନ ଶିବଙ୍କୁ ମଲ୍ଲି ଫୁଲ ଅର୍ପଣ କରିବା ଦ୍ୱାରା ଜୀବନରେ ସକାରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ। ଏହା ସହ ଯାନବାହନ ମଧ୍ୟ ପ୍ରାପ୍ତି ହୋଇଥାଏ। ବନ୍ଧୁଗଣ, ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଏପରି କିଛି ଆଉ ଅନେକ ଉପାୟ କହିବା ପାଇଁ ଯାଉଛୁ, ଯାହାକୁ ପାଳନ କରି ଆପଣମାନେ ଭଗବାନ ଶିବଙ୍କୁ ମଧ୍ୟ ପ୍ରସନ୍ନ କରିପାରିବେ, ଯାହାଦ୍ୱାରା ଆପଣମାନଙ୍କର ସମସ୍ତ ମନସ୍କାମନା ମଧ୍ୟ ପୂରଣ ହେବ। ତେଣୁ ଏଥିପାଇଁ ଆପଣମାନଙ୍କୁ ଶିବରାତ୍ରିରେ ଶିବଲିଙ୍ଗ ଉପରେ କିଛି ଜିନିଷ ଅର୍ପଣ କରିବାକୁ ହେବ। ତେବେ ଆସନ୍ତୁ ଜାଣିବା ସେହିସବୁ ଜିନିଷଗୁଡ଼ିକ ବିଷୟରେ। ଜଳ। ଯଦି ଆପଣ ମହାଶିବରାତ୍ରି ଦିନ ଓମ୍ ନମଃ ଶିବାୟ ମନ୍ତ୍ରକୁ ଜପ କରି ଶିବଲିଙ୍ଗରେ ଜଳ ଅର୍ପଣ କରିବେ, ତେବେ ଆପଣଙ୍କର ସବୁ ଚିନ୍ତା ଦୂର ହୋଇଯିବ। କ୍ଷୀର ବା ଦୁଗ୍ଧ। ଯଦି ଆପଣ ମହାଶିବରାତ୍ରି ଦିନ ଶିବଲିଙ୍ଗର ଉପରେ ଦୁଗ୍ଧରେ ଅଭିଷେକ କରିବେ, ତେବେ ଆପଣଙ୍କୁ ବହୁତ ଲାଭ ମିଳିବ ଓ ଶାରୀରିକ ରୋଗ ସବୁ ଦୂର ହୋଇଯିବ। ଚିନି। ଯଦି ଆପଣ ମହାଶିବରାତ୍ରି ଦିନ ଶିବଲିଙ୍ଗ ଉପରେ ଚିନି ଅର୍ପଣ କରିବେ, ତେବେ ଆପଣଙ୍କର ଘର ଓ ପରିବାରରେ ସୁଖ ସମୃଦ୍ଧି ବଢ଼ିବ। ଏହା ସହିତ ଭଗବାନ ଶିବଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ସଦାସର୍ବଦା ରହିବ। ଘିଅ ବା ଘୃତ। ଯଦି ଆପଣ ଶିବଲିଙ୍ଗଙ୍କର ଅଭିଷେକ ଘିଅରେ କରିବେ, ଅର୍ଥାତ୍ ଗାଈ ଘିଅରେ କରିବେ, ତେବେ ଆପଣଙ୍କୁ ଶକ୍ତିପ୍ରାପ୍ତ ହେବ ଓ ଯେଉଁ ଲୋକମାନେ ସନ୍ତାନ ସୁଖ ପ୍ରାପ୍ତି କରିପାରୁନାହାନ୍ତି, ସେମାନଙ୍କୁ ସନ୍ତାନ ପ୍ରାପ୍ତି ହେବ। ମହୁ।
ଯଦି ଆପଣ ନିଜ ବାଣୀକୁ ମଧୁର କରିବା ପାଇଁ ଚାହୁଁଛନ୍ତି ତେବେ ଆପଣ ଏହି ମହାଶିବରାତ୍ରି ଦିନ ଶିବଲିଙ୍ଗରେ ମହୁ ଅର୍ପଣ କରନ୍ତୁ। ଭାଙ୍ଗ, ଯଦି ଆପଣ ଶିବଲିଙ୍ଗରେ ଭାଙ୍ଗ ଅର୍ପଣ କରିବେ ତେବେ ଶିବ ଆପଣଙ୍କ ଉପରେ ବହୁତ ଶୀଘ୍ର ପ୍ରସନ୍ନ ହେବେ, କାରଣ ଭଗବାନ ଶିବଙ୍କର ଭାଙ୍ଗ ସହିତ ବହୁତ ଗଭୀର ସମ୍ପର୍କ ରହିଛି। ଚନ୍ଦନ, ଯଦି ଆପଣ ଶିବଲିଙ୍ଗରେ ଚନ୍ଦନ ଲଗାଇବେ ତେବେ ଆପଣଙ୍କ ମନସ୍କାମନା ବହୁତ ଶୀଘ୍ର ପୂରଣ ହେବ। କେଶର, ଯଦି ଆପଣ ଶିବଲିଙ୍ଗରେ କେଶର ଅର୍ପଣ କରିବେ ତେବେ ଆପଣଙ୍କର ସବୁ ସମସ୍ୟା ମଧ୍ୟ ଦୂର ହୋଇଯିବ। ତେଣୁ ମହାଶିବରାତ୍ରି ଦିନ ଏହିସବୁ ଜିନିଷ ଅର୍ପଣ କରି ଆପଣମାନେ ମହାଦେବଙ୍କୁ ପ୍ରସନ୍ନ କରିପାରିବେ। ଦେବୀ ଦେବତାଙ୍କର ପୂଜାକୁ ସନାତନ ଧର୍ମର ସବୁଠୁ ମହତ୍ତ୍ୱପୂର୍ଣ୍ଣ ଅଂଶ ବୋଲି କୁହାଯାଇଛି। ଏପରି କୁହାଯାଇଥାଏ ଯେ କି ଆମେ କରିଥିବା ପାପର କ୍ଷମା ପାଇବା ପାଇଁ ଆଳତୀ କରିଥାଉ। ଆଳତୀ କରିବା ଦ୍ୱାରା ବ୍ୟକ୍ତିଙ୍କ ମନକୁ ଶାନ୍ତି ମିଳିଥାଏ। ଏହା ବ୍ୟତୀତ ଯଦି ଆପଣ ଭଗବାନଙ୍କୁ ସ୍ୱଚ୍ଛ ମନରେ ଆଳତୀ କରୁଛନ୍ତି ତେବେ ଘରର ବାସ୍ତୁଦୋଷ ଦୂର ହୋଇଯାଇଥାଏ। ବାସ୍ତୁଦୋଷକୁ ଦୂର କରିବା ପାଇଁ ପ୍ରତିଦିନ ଦୀପ ଜଳାଇବା ନିହାତି ଜରୁରୀ। କିନ୍ତୁ ପବିତ୍ର ଶିବରାତ୍ରି ଦିନ ଦୀପ ଜାଳିବା ଦ୍ୱାରା ମନର ସବୁ ଇଚ୍ଛା ପୂର୍ଣ୍ଣ ହୋଇଥାଏ। ଯଦି ଆପଣ ଦୀପ ଜଳାଇବା ସମୟରେ କିଛି କଥା ଉପରେ ଧ୍ୟାନ ରଖୁଛନ୍ତି ତେବେ ଆପଣଙ୍କର ଘରେ ସୁଖ ଶାନ୍ତି ସହ ସମୃଦ୍ଧି ଏବଂ କେବେ ବି ଆପଣଙ୍କର ଆର୍ଥିକ ସମସ୍ୟା ହେବ ନାହିଁ। ଏହା ସହିତ ଆପଣଙ୍କୁ ଭଗବାନ ଶିବଙ୍କର ଆଶୀର୍ବାଦ ମଧ୍ୟ ନିଶ୍ଚିନ୍ତ ଭାବରେ ମିଳିବ। କିନ୍ତୁ ଯଦି ଆପଣ ଦୀପ ଜଳାଇବା ସମୟରେ ଏହିସବୁ କଥା ପ୍ରତି ଧ୍ୟାନ ରଖୁନାହାନ୍ତି ତେବେ ଆପଣଙ୍କର ଘରୁ ସୁଖ ଶାନ୍ତି ଖୁବ୍ ଶୀଘ୍ର ଚାଲିଯାଇଥାଏ। ଏହା ବ୍ୟତୀତ ଆପଣଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ମଧ୍ୟ ପଡ଼ିଥାଏ। ତେବେ ଆସନ୍ତୁ ଆଜି ଆମେ ଜାଣିବା ଏହି ପବିତ୍ର ମହାଶିବରାତ୍ରି ବା ଜାଗର ଅବସରରେ ଦୀପ ଜଳାଇବା ସମୟରେ କେଉଁ ସବୁ ଭୁଲ ଗୁଡ଼ିକ କରିବା ଅନୁଚିତ। ଯଦି ଆପଣ ମନ୍ଦିରରେ ଘିଅର ଦୀପ ଜଳାଉଛନ୍ତି ତେବେ ଆପଣଙ୍କୁ ଏଥିପାଇଁ ସ୍ୱଚ୍ଛ ଦୀପକ ବ୍ୟବହାର କରିବା ଉଚିତ ଏବଂ ଧଳା ରଙ୍ଗର ସଳିତା ବ୍ୟବହାର କରିବାକୁ ପଡ଼ିବ। ଯଦି ଆପଣ ଘରେ ଦୀପ ଜଳାଉଛନ୍ତି ତେବେ ଆପଣ ଲାଲ ରଙ୍ଗର ସୂତାର ସଳିତା ଦୀପରେ ବ୍ୟବହାର କରିପାରିବେ। ବାସ୍ତୁଶାସ୍ତ୍ର ଅନୁସାରେ ଘରେ ସକାଳେ ସନ୍ଧ୍ୟାରେ ପ୍ରତିଦିନ ଦୀପ ଜଳାଇବା ଦ୍ୱାରା ସକାରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ ଏବଂ ଘରର ନକାରାତ୍ମକ ଶକ୍ତି ନଷ୍ଟ ହୋଇଯାଇଥାଏ। ଏହା ବ୍ୟତୀତ ଘରେ ସୁଖ ଶାନ୍ତି ଓ ସମୃଦ୍ଧି ବଜାୟ ରହିଥାଏ। ତେଣୁ ଶିବରାତ୍ରି ଦିନ ଠାକୁର ଘରେ ଦୀପ ନିଶ୍ଚୟ ଜଳାନ୍ତୁ। ଯଦି ଆପଣ ନିୟମିତ ଭାବରେ ଘରର ମୁଖ୍ୟ ଦ୍ୱାରରେ ଦୀପ ଜଳାଉଛନ୍ତି ତେବେ ଏହାଦ୍ୱାରା ମାତା ଲକ୍ଷ୍ମୀ ମଧ୍ୟ ଖୁସି ହେବେ। କିନ୍ତୁ ଏହି କଥାର ଧ୍ୟାନ ରଖନ୍ତୁ ଯେ ଦୀପକୁ ସିଧା ତଳେ ରଖନ୍ତୁ ନାହିଁ। ଏହାକୁ ରଖିବା ପାଇଁ ଚାଉଳ କିମ୍ବା ଅନ୍ୟ ଜିନିଷର ବ୍ୟବହାର କରନ୍ତୁ। ଆପଣ ଚାହିଁଲେ ଗୋବର ମଧ୍ୟ ବ୍ୟବହାର କରିପାରିବେ। ଏଥିସହିତ ମହାଶିବରାତ୍ରି ଦିନ ସନ୍ଧ୍ୟା ସମୟରେ ଘରର ମୁଖ୍ୟ ଦ୍ୱାର ସମ୍ମୁଖରେ ଦୀପ ଜାଳିବାକୁ କେବେ ହେଲେ ଭୁଲନ୍ତୁ ନାହିଁ। କେବେ ବି ଜଳୁଥିବା ଦୀପକୁ ଫୁଙ୍କି କରି ଲିଭାନ୍ତୁ ନାହିଁ। ଏପରି କରିବା ଦ୍ୱାରା ଅଶୁଭ ବୋଲି କୁହାଯାଇଥାଏ। ଏପରି କରିବା ଦ୍ୱାରା ସମସ୍ତ ଦେବାଦେବୀ ମଧ୍ୟ ଆପଣଙ୍କ ଓ ଆପଣଙ୍କ ପରିବାର ଉପରେ ଅସନ୍ତୁଷ୍ଟ ହୋଇଥାନ୍ତି। ତେଣୁ ଦୀପକୁ ଫୁଙ୍କିକି କେବେ ହେଲେ ଲିଭାନ୍ତୁ ନାହିଁ। ଯଦି ଆପଣ ଜାଗର ବ୍ରତ ପାଳନ କରୁଛନ୍ତି ତେବେ ମହାଦୀପ ଉଠିବା ପର୍ଯ୍ୟନ୍ତ ଉପବାସ ପାଳନ କରନ୍ତୁ ଏବଂ ନିଜର ଦୀପକୁ କେବେ ହେଲେ ଲିଭିବା ପାଇଁ ଦିଅନ୍ତୁ ନାହିଁ ଯେପର୍ଯ୍ୟନ୍ତ ମହାଦୀପ ନ ଉଠିଛି। ହିନ୍ଦୁ ମାନ୍ୟତା ଅନୁଯାୟୀ ମହାଶିବରାତ୍ରି ଦିନ ବା ମହାଶିବରାତ୍ରି ପର୍ବକୁ ଶୁଭ ମନାଯାଇଥାଏ। ଏହା ଦେବଦେବ ମହାଦେବଙ୍କର ଅତ୍ୟନ୍ତ ପ୍ରିୟ ଦିନ ଅଟେ। ଯଦି କୌଣସି ବ୍ୟକ୍ତି ଏହି ଦିନ ରୀତିନୀତିପୂର୍ବକ ପୂଜା କରନ୍ତି ତେବେ ଏହା ସର୍ବଦା ଭଗବାନ ଶିବଙ୍କ କୃପାକୁ ଦୃଷ୍ଟି ସର୍ବଦା ବନି ରହିଥାଏ। କିନ୍ତୁ ମହାଶିବରାତ୍ରି ଦିନ ସମୟରେ ଆପଣଙ୍କୁ ପୂଜା ସମୟରେ କିଛି ଭୁଲ ନ କରିବାକୁ ପଡ଼ିବ। ଯଦି ଆପଣ ଏହି 5ଟି କାର୍ଯ୍ୟ କରନ୍ତି ତେବେ ଏହା ଅତ୍ୟନ୍ତ ଖରାପ ବୋଲି ମନାଯାଇଥାଏ। ଏହି କାରଣରୁ ଭଗବାନ ଶିବ ଆପଣଙ୍କ ଉପରେ କ୍ରୋଧିତ ହୋଇଥାନ୍ତି। ଭଗବାନ ଶିବ ପୁରାଣରେ ଏହା ଉଲ୍ଲେଖ ରଖାଯାଇଛି ଯେ ଯଦି କିଛି ଘଟଣା ଘଟେ ଯାହା ଶିବଲିଙ୍ଗ ଉପରେ ଦିଆଯିବା ଉଚିତ ନୁହେଁ ତେବେ ଆସନ୍ତୁ ଏହି ଜିନିଷ ଗୁଡ଼ିକ କ'ଣ ସେହି ବିଷୟରେ ଜାଣିନେବା। ପ୍ରଥମ ଜିନିଷଟି ହେଉଛି ହଳଦୀ। ଯେମିତିକି ଆମେ ସମସ୍ତେ ଜାଣୁ ହଳଦୀର ବ୍ୟବହାର ଆମେ ବ୍ୟଞ୍ଜନରେ ବ୍ୟବହାର କରିଥାଉ। ଏହା ବ୍ୟତୀତ ଏହି ହଳଦୀକୁ ବହୁତ ପବିତ୍ର ବୋଲି ବିବେଚନା କରାଯାଏ। ଅନେକ ଶୁଭ ଦିନରେ ହଳଦୀର ବ୍ୟବହାର କରାଯାଇଥାଏ। ଅନେକ ଲୋକ ଅଛନ୍ତି ଯେଉଁମାନେ ଭଗବାନଙ୍କୁ ହଳଦୀ ଅର୍ପଣ କରନ୍ତି। କିନ୍ତୁ ଆପଣଙ୍କୁ ମନେ ରଖିବାକୁ ହେବ ଯେ ଭଗବାନ ଶିବଙ୍କର ପ୍ରତୀକ ଶିବଲିଙ୍ଗ ଉପରେ ହଳଦୀ ଅର୍ପଣ କରାଯାଏ ନାହିଁ। ତେଣୁ ମହାଶିବରାତ୍ରିରେ ପୂଜା ସମୟରେ ହଳଦୀର ବ୍ୟବହାର କରନ୍ତୁ ନାହିଁ।
କୁଙ୍କୁମ ଭଗବାନ ଶିବ ବୈରାଗୀ ଅଟନ୍ତି ଏବଂ କୁଙ୍କୁମକୁ ସୌଭାଗ୍ୟର ପ୍ରତୀକ ଭାବରେ ବିବେଚନା କରାଯାଏ। ତେଣୁ ହଠାତ୍ ଶିବଲିଙ୍ଗ ଉପରେ କୁଙ୍କୁମକୁ କେବେ ହେଲେ ଅର୍ପଣ କରନ୍ତୁ ନାହିଁ। ଶିବଲିଙ୍ଗ ଉପରେ ଭଙ୍ଗା ଚାଉଳ ଅର୍ପଣ କରନ୍ତୁ ନାହିଁ। ଆପଣଙ୍କୁ କହିଦେଉଛୁ ଯେ ଭଙ୍ଗା ଚାଉଳ ଅଶୁଦ୍ଧ ବୋଲି ମନାଯାଏ। ଯଦି ଆପଣ ଶିବଲିଙ୍ଗ ଉପରେ ଅକ୍ଷତ ଅର୍ଥାତ୍ ଚାଉଳ ଅର୍ପଣ କରୁଛନ୍ତି ତେବେ ଚାଉଳର ଦାନା ଭାଙ୍ଗି ନଥିବା ଉଚିତ। ସର୍ବଦା ଶିବଲିଙ୍ଗ ଉପରେ ସମ୍ପୂର୍ଣ୍ଣ ଗୋଟିକିଆ ଚାଉଳ ଅର୍ପଣ କରନ୍ତୁ। କେତକୀ ଫୁଲ ଭଗବାନ ଶିବଙ୍କର ପୂଜାରେ କେତକୀ ଫୁଲ ବ୍ୟବହାର କରାଯିବା ଉଚିତ ନୁହେଁ। ଏହାକୁ ଅଶୁଭ ବୋଲି ବିବେଚନା କରାଯାଏ। ତୁଳସୀ ତୁଳସୀର ଗଛ ବହୁତ ପବିତ୍ର ହୋଇଥାଏ। ଶିବପୁରାଣ ଅନୁସାରେ ଦେଖିବେ ତ ତୁଳସୀର ବ୍ୟବହାର ଭଗବାନ ଶିବଙ୍କର ପୂଜାରେ ବ୍ୟବହାର କରାଯାଏ ନାହିଁ। ତେଣୁ ଆପଣମାନେ ତୁଳସୀ ବା ତୁଳସୀର ଜଟା ଭଗବାନ ଶିବଙ୍କୁ କେବେ ହେଲେ ଏହି ପବିତ୍ର ମହାଶିବରାତ୍ରି ଦିନ ଅର୍ପଣ କରନ୍ତୁ ନାହିଁ। ଯେବେ ଈଶ୍ୱର ପ୍ରସନ୍ନ ହୋଇଥାନ୍ତି ସେତେବେଳେ ମନୁଷ୍ୟର ଜୀବନରେ ବହୁତ କିଛି ପରିବର୍ତ୍ତନ ଆସିଥାଏ। ତେଣୁ ଦୀର୍ଘ 1100 ବର୍ଷ ପରେ ପବିତ୍ର ମହାଶିବରାତ୍ରି ଦିନ ଗ୍ରହ ଓ ନକ୍ଷତ୍ରମାନଙ୍କର ଗତିବିଧିରେ ବହୁତ ବଡ଼ ପରିବର୍ତ୍ତନ ହେବା ପାଇଁ ଯାଉଅଛି। ଯେମିତିକି ଆପଣମାନେ ଜାଣିଥିବେ ଯେ ଗ୍ରହ ଓ ନକ୍ଷତ୍ରମାନଙ୍କର ପରିବର୍ତ୍ତନ ରାଶିଚକ୍ରରେ ରହିଥିବା 12 ଗୋଟି ରାଶିମାନଙ୍କ ଉପରେ ପ୍ରଭାବ ପକାଇଥାଏ। ତେଣୁ ଏହି ମହାସଂଯୋଗ ପବିତ୍ର ଶିବରାତ୍ରି ଦିନ ଘଟୁଥିବାରୁ ଦେବଦେବ ମହାଦେବ ଏହି 8ଟି ରାଶିମାନଙ୍କ ଉପରେ ଆଶୀର୍ବାଦ ପ୍ରଦାନ କରିବା ପାଇଁ ଯାଉଛନ୍ତି, ଯାହାଫଳରେ ଏହି ରାଶିର ବ୍ୟକ୍ତିମାନଙ୍କର ଭାଗ୍ୟ ଏହି ଶିବରାତ୍ରି ପରଠାରୁ ସୁନା ଭଳି ଚମକିବ। ତେବେ ଆସନ୍ତୁ ଜାଣିବା ଏହି ଭାଗ୍ୟଶାଳୀ ରାଶିମାନଙ୍କର ଭାଗ୍ୟରେ କ'ଣ ସବୁ ଘଟିବା ପାଇଁ ଯାଉଅଛି। ଆପଣଙ୍କ ପରିବାର ପାଇଁ ଆପଣଙ୍କର କର୍ତ୍ତବ୍ୟ ଭଲ ରହିବ। ସମସ୍ତେ ଆପଣଙ୍କଠାରେ ଖୁସିରେ ରହିବେ। ଧନ ସମ୍ପତ୍ତି ଭରପୁର ରହିବ। ଘର ଓ ପରିବାରରେ ସମସ୍ତେ ହସ ଖୁସିରେ ରହିବେ। ଆପଣ ବେଶୀ ଭାବୁକ ସ୍ୱଭାବର ହୁଅନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କ ହୃଦୟକୁ ଆଘାତ ମଧ୍ୟ ଲାଗିପାରେ ଓ ଆପଣଙ୍କର ଏଥିପାଇଁ ଦୁଃଖୀ ମଧ୍ୟ ଆପଣ ହୋଇପାରନ୍ତି। ବେପାର ବାଣିଜ୍ୟରେ ଭଲ ଲାଭ ହେବ। କାରବାର ଦିନକୁ ଦିନ ବୃଦ୍ଧି ହେବାର ଲାଗିବ। କୌଣସି ଜିନିଷର ଅଭାବ ରହିବ ନାହିଁ। ଆୟରେ ଆପଣଙ୍କର ବୃଦ୍ଧି ହେବ। ପୁରୁଣା ବୁଡ଼ିଯାଇଥିବା ଟଙ୍କା ପଇସା ପୁଣି ଥରେ ନିଶ୍ଚିନ୍ତ ଭାବରେ ଆପଣଙ୍କ ପାଖକୁ ଫେରିଆସିବ। ଚାକିରିରେ ଆପଣଙ୍କର ପଦୋନ୍ନତି ନିଶ୍ଚିନ୍ତ ଭାବରେ ହୋଇପାରେ। ଯଦି ଭଲ ଜୀବନସାଥୀର ସନ୍ଧାନରେ ରହିଛନ୍ତି ତେବେ ତାହା ଆପଣଙ୍କର ଏହି ମହାଶିବରାତ୍ରି ପରଠାରୁ ନିଶ୍ଚିନ୍ତ ପୂର୍ଣ୍ଣ ହେବ ଏବଂ ଆପଣଙ୍କୁ ଆପଣଙ୍କ ମନପସନ୍ଦର ଜୀବନସାଥୀ ମଧ୍ୟ ମିଳିବ। ପ୍ରେମ ସମ୍ପର୍କ ମଧୁର ହେବ। ଜୀବନସାଥୀଙ୍କ ସହିତ ସମ୍ପର୍କ ମଧ୍ୟ ଆପଣଙ୍କର ଅତି ମଧୁର ରହିବ। ଏବେଠାରୁ ଆପଣଙ୍କର ଆୟର ବୃଦ୍ଧି ହେବା ସହିତ ଖର୍ଚ୍ଚରେ ମଧ୍ୟ ବୃଦ୍ଧି ହେବ। ତେଣୁ ଅଯଥା ଜିନିଷରେ ପଇସା ଖର୍ଚ୍ଚ ହେବାର ସମ୍ଭାବନା ମଧ୍ୟ ରହିଅଛି। ତେଣୁ ଟିକିଏ ଏଥିପ୍ରତି ଧ୍ୟାନ ରଖିବା ଦରକାର। ଆପଣଙ୍କର ସବୁଦିନ ହସ ଖୁସିରେ ବିତିବ। ଏଥିସହିତ କୌଣସି ବି ସମସ୍ୟା ମଧ୍ୟ ରହିବ ନାହିଁ। ଆପଣ କାହା କଥାରେ ମୁଣ୍ଡ ପୁରାନ୍ତୁ ନାହିଁ, ନହେଲେ ଅଯଥା ଏହା ଆପଣଙ୍କର ମୁଣ୍ଡବିନ୍ଧାର କାରଣ ମଧ୍ୟ ହୋଇପାରେ। ତେବେ ଏହି ଭାଗ୍ୟଶାଳୀ ରାଶିମାନଙ୍କ ମଧ୍ୟରେ ପ୍ରଥମ ରାଶି ହେଉଛି ମେଷ ରାଶି, ଦ୍ୱିତୀୟ ରାଶି ହେଉଛି ବୃଷ ରାଶି, ତୃତୀୟ ରାଶି ହେଉଛି ସିଂହ ରାଶି, ଚତୁର୍ଥ ରାଶି ହେଉଛି କନ୍ୟା ରାଶି, ପଞ୍ଚମ ରାଶି ହେଉଛି ବିଛା ରାଶି, ଷଷ୍ଠ ରାଶି ହେଉଛି ମକର ରାଶି, ସପ୍ତମ ରାଶି ହେଉଛି କୁମ୍ଭ ରାଶି ଏବଂ ଅଷ୍ଟମ ବା ଶେଷ ରାଶିଟି ହେଉଛି ମୀନ ରାଶି। ତେବେ ବନ୍ଧୁଗଣ, ଆଶା କରୁଛୁ ଆପଣମାନଙ୍କୁ ଏହି ଭିଡ଼ିଓଟି ନିଶ୍ଚୟ ପସନ୍ଦ ଆସିଥିବ। ପସନ୍ଦ ଆସିଥିଲେ ଭିଡ଼ିଓକୁ ଲାଇକ୍ କରିବା ସହିତ ଆପଣମାନେ ଆମ ଚ୍ୟାନେଲକୁ ବର୍ତ୍ତମାନ ସବସ୍କ୍ରାଇବ୍ ମଧ୍ୟ କରିନିଅନ୍ତୁ ଏବଂ କମେଣ୍ଟ ବକ୍ସରେ ଓମ୍ ନମଃ ଶିବାୟ ନିଶ୍ଚୟ ଲେଖନ୍ତୁ। ଧନ୍ୟବାଦ।